ଗରଜିଲା ମେଘ ବରଷ ନାହିଁ, ଏଇଟା ଏକଦମ ସତ କଥା। କାହିଁକି ନା ଦେଖୁନାହାନ୍ତି ଆକାଶରେ କେତେ ଜୋରସେ ମେଘ ଆସିଥିଲା। ମୁଁ ଭାବିଲି ଜୋରସେ ବର୍ଷା ହବ ବୋଲି, ଦେଖିଲା ବେଳକୁ କୁଆଡକୁ କିଛି ନାହିଁ, ସାଙ୍ଗେ ସାଙ୍ଗେ ବାଦଲ ପୁରା କ୍ଲିୟର ହେଇଗଲା। ନମସ୍କାର ସାଙ୍ଗମାନେ, ଆଉ ଗୋଟେ ନୂଆ ଦିନକୁ ଆଉ ଗୋଟେ ନୂଆ ସର୍ଚ୍ଚକୁ ଆପଣମାନଙ୍କୁ ସ୍ୱାଗତ। ସକାଳର ମୋର ଯାବତୀୟ କାମ ସାରିକି ଗାଧେଇ ପାଧେଇକି ଛାତକୁ ପଳେଇ ଆସିଥିଲି ଲୁଗାପଟା ଶୁଖେଇବା ପାଇଁ। ପ୍ଲିଜ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିଦେବେ, ଆଉ ମୋତେ ବହୁତ ସାରା ଭଲ ପାଇବା ଦେବେ। ମୋତେ ନା ଜହ୍ନି ସନ୍ତୁଳା ଖାଇବା ପାଇଁ ବେଶୀ ଭଲ ଲାଗେ, ତ ମୁଁ ଆଜି କିଛି ବି ବନେଇ ନଥିଲି। ଜହ୍ନି ସନ୍ତୁଳା ତା ସହିତ ଡାଲି ଭାତ ଆମ୍ବ ଥିଲା। ତ ଜହ୍ନି ଏତେ ପିତା ଲାଗିଲା ସନ୍ତୁଳା କଲା ବେଳେ ଜମାରୁ ବି ଖାଇନଥିଲି, ସବୁ ଗାଈକୁ ଦେଇ ଦେଇଥିଲି। ସହିତ ତ ଏମିତି ପ୍ରଥମ ଥର ହେଲା, ଆପଣମାନଙ୍କ ସହିତ ଏମିତି ହେଇଛି ନା ନାହିଁ ନିହାତି କହିବେ। ସନ୍ଧ୍ୟାବେଳେ ବହୁତ ଭୋକ ଲାଗିଥିଲା, ତ ଏବେ ମୁଁ ଟିକେ ଚୁଡ଼ା ବତୁରେଇକି ଖାଇ ଦେଇଥିଲି। ରାତି ଖାଇବା ପରେ ମୁଁ ଏଇଟା କଟି ପୋଟଳ ଆଳୁ କଷା ତା ସହିତ ଡାଲି ବନେଇଥିଲି। ରହୁଛି ସାଙ୍ଗମାନେ, ନମସ୍କାର।